जय परमात्मा बड़ कौन दिन राति ହେଇଗଲା ଆଜି ବ୍ଲଗ ଆରମ୍ଭ ହେଇନି କଥା କଣ ହେଇନି ଆगे ଦେବ କାର୍ଯ୍ୟ ହୁଁ ତାପରେ କରିବା ହଁ ଆଉ କାର୍ଯ୍ୟ ବ୍ୟସ୍ତତା ଭିତରେ ଆଜି ଟିକେ କରି ହେଇ ନାହିଁ ଷ୍ଟାର୍ଟ କରିବା ଆଉ କଣ ପୂଜାର ହଉ ସନ୍ଧ୍ୟାଟା ଦେଇ ସାରେ ହଉ ବସିବା ଗପିବା ଆଉ କଣ ହଉ ହଉ ହେଲା। ଠିକ ଅଛି କଣ ହେଲା ସନ୍ଧ୍ୟା ତ ଦେଇ ସାରିଲ ତମେ ବସିଲ କାହିଁକି ବସିଛି ନନା ଟିକେ ଆସିବେ ନନା ଆସିଲେ ଝାଲି ଘଣ୍ଟ ଟିକେ ବାଜିବ ଆଉ ସେଇ ଯୋଗୁଁ ଅନେଇ ବସିଛି ନନା ଆସନ୍ତୁ ଆଉ ସବୁରି ମୂଳେ ତ ଠାକୁର କିନ୍ତୁ ଆମେ ମଣିଷ ଅଲଗା ସବୁ ମୂଳରେ ଠାକୁର ମୂଳ ଛାଡ଼ିକି ଆଉ ସବୁ ଅଲଗା ମୂଳରେ ଆମେ ଅଛୁ ଆଉ ଇଏ ଠାକୁର କେବେ ଦେଖିଛ ନା ନାଇଁ ଦେଖିଛ ମୁଁ ଦେଖିଛି ଦେଖିଛ କେମିତି ଦେଖିଲ ମୁଁ ସବୁଦିନ ସକାଳେ ଠାକୁରଙ୍କୁ ଦେଖେ ନା ନା ଜିଅନ୍ତା ଠାକୁରଙ୍କୁ ଦେଖିଛ ନା ଜିଅନ୍ତା ଠାକୁରଙ୍କୁ ବି ଦେଖିଛି କେମିତି ଦେଖିଲ ଯାହାଙ୍କଠୁ ମୁଁ ଜନ୍ମ ହେଇଛି ଗୋଟେ ଠିକ କହିଛ ଆଉ ମାନେ ଜିଅନ୍ତା ଠାକୁର କଥା ହୁଁ ସେଇଟା ଗୋଟେ ଜିଅନ୍ତା ଠାକୁର ମାନେ ବାପା ମା ଆଉ ଗୋଟେ ସବୁଦିନିଆ ଠାକୁର ଯୋଉ ମୁଁ କହିଲି ସେଇଟା ହଉଛନ୍ତି ସୂର୍ଯ୍ୟ ଦେବତା ହୁଁ ଆଉ କୋଉ ଠାକୁର ଆଉ ଯଦି କହିବ ପତି ପରମେଶ୍ୱର ସିଏ ବି ସିଏ ତ ମାନେ ଯାହାବି କିନ୍ତୁ ଆଉ କଣ ଠାକୁର ଫାଷ୍ଟ ଆମେ ଦର୍ଶନ କରିଥାଉ ମା ଗର୍ଭରେ ଥିଲା ସେତେବେଳେ ଆମେ ମା ଗର୍ଭରେ ଯେତେବେଳେ ପିଲାଟି ଥାଏ ସେ ଦିନ ରାତି ନିଶି ଠାକୁରଙ୍କ ନାମ ହିଁ ସ୍ମରଣ କରିଥାଏ ହେଲା ପଶୁ ମାନେ 84 ଲକ୍ଷ ଯୋଉ ଜନ୍ମ ଭ୍ରମଣ କରି କରି ଯୋଉ ମଣିଷ ଜନ୍ମ ଆମେ ପାଇଥାଉ ବହୁତ କଷ୍ଟରେ ବହୁତ ଠାକୁରଙ୍କୁ ନିବେଦନ କାକୁତି ମିନତି ପ୍ରାର୍ଥନା କିଛି ସତ୍କର୍ମ ମାନେ ଜୀବ ଭିତରେ ରହିଲା ବେଳେ କିଛି କର୍ମ ଦେଖାଯାଏନି ସେଠି କେବଳ ଭୋଗାଯାଏ ମାନେ ତୁମେ ଯାହା କରିଛ ସବୁ ସେଠି ଭୋଗିବ କିଏ ହାଣିବ କାଟିବ ମାରିବ ମାଡ଼ ଖାଇବ ଏଇଆ ଯାହା ବି ହଉ କିନ୍ତୁ ବୁଲି ବୁଲି ଯେତେବେଳେ ମଣିଷ ଜନ୍ମଟି ପାଏ ସେ ଗର୍ଭରେ ଠାକୁରଙ୍କୁ ସେଠି ଫାଷ୍ଟ ଦର୍ଶନ ପାଏ ପ୍ରଭୁ ଥରେ ମତେ ଏ ଗର୍ଭ ଯନ୍ତ୍ରଣାରୁ ମାନେ ସେ ଯୋଉ ରକ୍ତ ଇଏ ସିଏ ଭଲ ମନ୍ଦ ଭିତରେ ପଶିକି ଥାଏ ତ ମତେ ପ୍ରଭୁ ଥରେ ଇଏ ଯନ୍ତ୍ରଣା ତୁ ମୁକ୍ତି କରିଦିଅ ମୁଁ ବାହାରକୁ ଯାଇକି ତୁମ ନାମ ସଂକୀର୍ତ୍ତନ ଜପ ଆଦି କରି ମୁଁ ପୁରା ମୁକ୍ତି ହେଇଯିବି ଯେମିତି ଜନ୍ମ ମରଣ ଇଏରୁ ପାର ହେଇଯିବ ସେଇ ସମୟରେ ପ୍ରଥମ ଭଗବାନଙ୍କୁ ଦର୍ଶନ ମିଳିଥାଏ ଠିକ ଯେତେବେଳେ ପିଲାଟି ବାହାରେ ତାର ସେ ସ୍ମରଣଟା ପଳାଏ ଭଗବାନଙ୍କୁ ଦର୍ଶନ କରିବା ସ୍ମରଣଟା ପଳାଏ ତେଣୁ କିନ୍ତୁ ଆମେ ବାହାରିଲା ପରେ ମାয়েର ବଶବର୍ତ୍ତୀ ହେଇ ସାଧାରଣତଃ ଆମେ କଳା ମୁଣ୍ଡିଆ ଦି ଗୋଡିଆ ଆମକୁ ବିଶ୍ୱାସ ନାହିଁ ଆମେ କେତେବେଳେ କୋଉଠି ମାନେ ବାହାରିଲା ମାନେ ଆମେ କେବଳ ସ୍ୱାର୍ଥ ଜନିତ ରୋଗରେ ପୀଡ଼ିତ ସ୍ୱାର୍ଥ ଜନିତ ରୋଗରେ ପୀଡ଼ିତ ହବାରୁ ଆମେ ଆମର ଠିକ କର୍ମଟା ଭୁଲି ଯାଉ ଆଉ ସେକେଣ୍ଡ ଜିନିଷଟା ହଉଛି ଯୋଉଟା କହିଲ ଠିକ କଥା ସୂର୍ଯ୍ୟ ଦେବତା ସିଏ ହଉଛନ୍ତି ଚଳନ୍ତି ନାରାୟଣ ଲୋକ ଭାବନ୍ତି ଆମେ ଠାକୁରଙ୍କୁ ଦେଖିପାରୁନୁ କିନ୍ତୁ ସିଏ ହଉଛନ୍ତି ମାନେ ସବୁଦିନ ସିଏ ଦେଖା ଦେବାକୁ ଆସନ୍ତି ତାଙ୍କର ନାମ ହଉଛି କଣ ସୂର୍ଯ୍ୟ ନାରାୟଣ ହେଲା ସିଏ ଏଇ ଯୋଉ କୁହନ୍ତି ନା ସକାଳର ସୂର୍ଯ୍ୟ ମାନେ ପହିଲି ସୂର୍ଯ୍ୟ ଯୋଉ ଲାଲ ସୂର୍ଯ୍ୟ ଆଉ ସନ୍ଧ୍ୟା ଅସ୍ତ ହବା ବେଳେ ଯୋଉ ଲାଲ ସୂର୍ଯ୍ୟ ତାଙ୍କୁ ଧୂପ ଭୋଗ ନୈବେଦ୍ୟ ହେରିକା ଦେଇ ଯିଏ ପୂଜା କରିବ ସବୁଦିନ ନମସ୍କାର ଟିକେ କରିବ ତାର ବହୁତ ମଙ୍ଗଳ ସବୁ ରିଷ୍ଟ କଟିଯାଏ କିନ୍ତୁ ଆଉ ଭାନୁ ମାନେ ସୂର୍ଯ୍ୟ ବହୁତ ନମସ୍କାର ପ୍ରିୟ କିଛି ନ କରିପାରିବି ଖାଲି ସୂର୍ଯ୍ୟ ଦେବତା ନମ ଏତିକି କହିଦେଲେ ବି ମାନେ ସେ ବହୁତ ପ୍ରିୟ ଆଉ କିନ୍ତୁ ଆମେ ସେତିକି ଜିନିଷ ବି ଟିକେ କରିପାରୁନାହୁଁ ଯୋଉଟା କି ଆମେ ସୂର୍ଯ୍ୟ ଦେବତାଙ୍କୁ ପାଣି ଦଉଛୁ ନା ଯେତେବେଳେ ତୁଳସୀରେ ପାଣି ଦିଆ ହଉଛି ସୂର୍ଯ୍ୟଙ୍କୁ ଅନେଇକି ହିଁ ଦିଆ ହଉଛି ଆମେ କଥା ମାନେ ନୁହେଁ ଯେ ମୁଁ ଖାଲି ତୁମକୁ କହୁଛି କି ମତେ କହୁଛି କି ଆଉ କାହାକୁ ଜେନେରାଲି ଆଜିକାଲି କେତେଟା ଲୋକ କରୁଛନ୍ତି ଯୋଉମାନେ ପୂଜା କରନ୍ତି ସେମାନେ ଜାଣିଛନ୍ତି ପୂଜା ନ କରନ୍ତି ସେମାନେ ବୋଧେ ଜାଣିନଥିବେ ଆଉ ତାପରେ ଯୋଉଟା କହିଲ ଠିକ ବାପା ମା ସିଏ ହଉଛନ୍ତି ଆମର ଏଇ ଇହ ଲୋକର ଆମ ଇଷ୍ଟ ଦେବତା କହିବାକୁ ଗଲେ ଆମକୁ ଜନ୍ମ ଦେଇଛନ୍ତି ମାନେ ସିଏ ହଉଛନ୍ତି ଆମର ପୁରା ଜନ୍ମ ଦେବା ପାଳିବା ସଂସ୍କାର ଦେବା ଶିଖେଇବା ବଢେଇବା ଚଳେଇବା ଅଳି ଅର୍ଦ୍ଦଳି ସହିବା ତେଣୁ ସିଏ ହଉଛନ୍ତି ଆମ ଇହ ଲୋକ ପରଲୋକର ଇଏ ଦେବତା ପ୍ରାୟ ହେଲା
ବାପା ମାଙ୍କ ପରେ ତାପରେ ଆସିବେ ଗୁରୁ। ଆମେ ଯୋଉ ପଢୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ, ଗୁରୁ ସାକ୍ଷାତ ପରମ ବ୍ରହ୍ମ। ତେଣୁ ଗୁରୁର ଚୟନ କରିବାଟା ହଉଛି ବି ଗୋଟେ ମାନେ ଚୟନ କରିବା କଥା। ଗୁରୁ ଆକ୍ଚୁଆଲି ତୁମେ କଣ ଚୟନ କରିବ, ଗୁରୁ ହିଁ ତୁମକୁ ଚୟନ କରିବା। କାରଣ ଆମର ନର୍ମାଲ ଲୋକଙ୍କ ସେତିକି ସାମର୍ଥ୍ୟ ନାହିଁ। ଆମେ ସାମାଜିକ ମଣିଷ, ଆମେ ଆମର ବୁଦ୍ଧି କେତେ, ଜ୍ଞାନ କେତେ, ଭଲ ମନ୍ଦ କେତେ, କିନ୍ତୁ ଗୁରୁ ହିଁ ଶିଷ୍ୟକୁ ଚୟନ କରନ୍ତି। ତୁମେ ଖାଲି ତୁମ ଭାବ ଥିବ କି ସେ ଆଡକୁ, ସେ ଅଟୋମେଟିକ ସେ ତୁମକୁ ଚୟନ କରିବେ। ଗୁରୁ ମାନେ ଯେମିତି ବଣ ଜଙ୍ଗଲ କି ଆମେ ପାହାଡ ପର୍ବତ ଯାଉଛୁ, ଜଣେ ଗାଇଡ ଦରକାର ନା, ଯିଏକି ତୁମକୁ ଠିକ ରାସ୍ତାରେ ଠିକ ଇଏ କରି ନେଇକି ଯିବ। କିନ୍ତୁ ଗୁରୁ ହଉଛନ୍ତି ଏ ଭବରୂପକ ସାଗରରେ ପାର କରିବା ପାଇଁ ଗୋଟେ ହିଁ ସାଧନା ମାନେ ମାଧ୍ୟମ, ସେ ହଉଛନ୍ତି ଗୁରୁ। ଆଉ ତେଣୁ ଏଇଭଳିଆ କଥାରେ ଆମେ। ମୋ ଗୁରୁ କିଏ ଜାଣିଛ କି ନାଇଁ? ତମ ଗୁରୁ କିଏ? ତମ ଗୁରୁ ତୁମେ ନିଜେ, ଆଉ କଣ? ମୋ ଗୁରୁ ତମେ। ଏ ନା, ବହୁତ କିଛି କଥା ମୁଁ ଶିଖିଛି, ବହୁତ କିଛି କଥା ମୁଁ ଜାଣିଛି। ଶିକ୍ଷା ଗୁରୁ ମୋର ବଡ ଛୋଟ ମୁଁ ସେ କଥା କହୁନି, ମୁଁ କହୁଛି ମୋ ଜ୍ଞାନଠୁ ଯାହାର ଅଧିକା ଜ୍ଞାନ ବୋଲି ମୁଁ ଦେଖିଲି ମୁଁ ତାକୁ ଗୁରୁ କଲି। ମୋରି ପାଖରେ ରହୁଛନ୍ତି ଯିଏ, ସିଏ ମତେ 24 ଘଣ୍ଟା ଗାଇଡ କରିପାରିବେ। ନା ମେନ୍ ତାଙ୍କଠୁ ହଉଛି ମୁଁ କଣ, ବେଶୀ କଥା ଶିଖି ପାରିବି। ଆମର ସେ ଲେବୁଲ ଆସିନାହିଁ। ଆମେ ମାନେ ଗୋଟେ ଜିନିଷ ହଉଛି କଣ ନା, ତୁମ କଥା ଯାହା ରହିବ ତୁମ କର୍ମ ସେୟା ରହିବ, ତୁମ ବାଣୀ ଯାହା ରହିବ ତୁମ କର୍ମ ସେୟା ରହିବ। ଆମର ସେ ଜିନିଷ ଆସିନାହିଁ। ଆମେ ଆସିନାହିଁ ମାନେ କଣ, ଆମର ଖାଦ୍ୟ ଠିକ ନାହିଁ, ଆମର ମାନେ ସବୁ ଜିନିଷର ଯୋଉ ସାଧନାଟା ଠିକ ନାହିଁ। ଆମେ ବର୍ତ୍ତମାନ ପଥର ପଥିକ, ମାନେ ଠିକ ଜାଗାରେ ବାଜି ନାହୁଁ। ଆଉ ବାଜିକି ମାନେ ଯେମିତି କୁହନ୍ତୁ ନା, ଗୋଟେ ସୁନା ହଉ କି ଗୋଟେ ହୀରା ହଉ, ତାକୁ ପୁରା ତରାସା ଯାଏ ହେଲା, ଘଷି ମାଜି ହେଇ ସେଟା ପୁରା କ୍ଲିନ ଚିଟ୍ ଆସେ, ସେଇଭଳିଆ ଜିନିଷ। ଆଉ ବିପତ୍ତି ହଉଛି ମହା ଔଷଧ। ମାନେ ଲୋକ ଭାବନ୍ତି କଣ, ମୋର ବହୁତ ଅସୁବିଧା ପଡିଛି, ମୋର ବହୁତ ଦୁଃଖ କଷ୍ଟ ହଉଛି। ବିପତ୍ତି ବେଳେ ହିଁ ମଣିଷ ଭଗବାନଙ୍କର ଅନୁଭୂତି କରିପାରେ, ଆଉ ଆଧ୍ୟାତ୍ମିକକୁ ଯାଇପାରେ। ଆଉ ମାନେ ଏ ଦୁନିଆରେ କେହି କାହାରି ନୁହନ୍ତି। ମାନେ ସମୟ ଆସିବ ଏକା ହିଁ ହରି, ଆଉ କେହି ନାହାନ୍ତି। ବିପତ୍ତି ଅସୁବିଧାଟା ମାନେ ଯେତେବେଳେ ଆମକୁ ଜ୍ୱର ଥଣ୍ଡା ହୁଏ, କଣ ଆମେ ଔଷଧ ଖାଉ, ଔଷଧ ଖାଇଲେ ଠିକ ହଉ। ସେମିତି ଜୀବନର ଅସୁବିଧା ଟାଇମରେ ଔଷଧ ହଉଛନ୍ତି ହରିନାମ। ଆଉ ବିନା ଆଜି ଏଥର ଔଷଧ ନ ଖାଇକି ସିଏ ଇଆଡେ ସିଆଡେ ଯେମିତି ଟୁଟକା କରନ୍ତି, ଟୁଟକା କରି ସବୁ ଇଏ ହୁଏ। ତେଣୁ ବିପତ୍ତି ହଉଛି ଭଗବାନଙ୍କ ପାଖକୁ, ଭଗବାନଙ୍କ ଶରଣାଗତ ହବାର, ଭଗବାନଙ୍କୁ ଭଲ ପାଇବାର ଗୋଟେ ମହା ଔଷଧ ହେଲା। ଏତିକି କହୁଛି। ଲୋକ କେତେ କଣ ଶୁଣିବେ କି ନ ଶୁଣିବେ, କିନ୍ତୁ ବେଳେ ବେଳେ ସବୁବେଳେ ଏଭଳିଆ କଥା ଭାରେ ନାହିଁ। ତେଣୁ ବେଳେ ବେଳେ ଟିକେ କାନରେ ଶୁଣି ଦେଇଥାନ୍ତୁ, ଭଲ, ଜୀବନ ପାଇଁ ବହୁତ ଭଲ। ଭଲ କଥା କହିଚାଲ, ଭଲ କଥା ଶୁଣିବା ଲୋକ ବି ବହୁତ ଅଛନ୍ତି। ହଁ। ଆଉ ସେମାନେ ବି ଖୁସି ହଉଥିବେ ଯେ ଯାହା ହଉ ଜଣେ କିଛି ଦିପଦ ଭଲ କଥା କହୁଛେ, ଶୁଣିବାକୁ ମିଳୁଛି। ଆଉ ଚାଲ, କେତେ ଦିନ କଣ ଚାଲୁଛି। ନାଇଁ ସବୁ କାଟାଗୋରୀ ସବୁବେଳେ ଯେ ଫେମ୍ପେ ହବା। ଆପଣ ଗୋଟେ ଲାଇଫରେ ଗୋଟେ ଦିନରେ ଆମେ ଯଦି ଚିନ୍ତା କରିବା, ସକାଳଠୁ ରାତି ଭିତରେ କଣ ଆମେ ସବୁବେଳେ ହସୁଛେ, ନା ସବୁବେଳେ ଖାଉଛେ, ନା ସବୁବେଳେ ଶୋଉଛେ? ସବୁର ଗୋଟେ ପାର୍ଟ ଅଛି। ସେମିତି ଲାଇଫରେ ବି କିଛି ପାର୍ଟ ଅଛି। ଟିକେ ଟିକେ ଶୁଣିଲେ, ଟିକେ ଇଏ କଲେ। ମୁଁ ବି ଜୀବନ ଏମିତି ନଥିଲି, ମୁଁ ବି ବହୁତ ମାନେ ଅଲଗା ଟାଇପର ଥିଲି। କିନ୍ତୁ ମୋର ବିପତ୍ତି ପଡ଼ିଲା, ମୁଁ ମେଡିସିନ ଟିକେ ଖାଇଲି। ଖାଇକି ମୁଁ ଠାକୁରଙ୍କୁ ମାନେ ତାଙ୍କର ଆଶୀର୍ବାଦ ହଉ କି ଯାହା ଯେମିତି ହଉ, ଟିକେ ପାଦ ଠୁଙ୍ଗାରି ଯାଉଛି, ଗଳି ପଡୁଛି, ଫେର ଉଠୁଛି, ଫେର ଗଳି ପଡୁଛି। ମଣିଷ ମାତ୍ରେ ଭୁଲ ହବ। ଆଉ ଭୁଲକୁ ସ୍ୱୀକାର କରିବାଟା ହଉଛି ମାନେ ଫାଷ୍ଟ, ଆଗେ ତାର ଫାଷ୍ଟ ପଶ୍ଚାତାପ। ଭୁଲକୁ ଆଗେ ନିଜେ ସ୍ୱୀକାର କରନ୍ତୁ ଯେ ହଁ ଭୁଲ ହେଇଛି। ଆଉ ତେଣୁ କିନ୍ତୁ ରାସ୍ତା ଛାଡ଼ନ୍ତୁ। ଯେତେ ଥର ପଡ଼ିବ ସେତେ ଥର ଉଠିକି ଚେଷ୍ଟା କରନ୍ତୁ। ମୋ ଲାଇଫରେ ମୁଁ ତ ଗୋଟେ ଅନୁଭୂତି ଏହା କହିବି କି, ଅନୁଭବ ଏହା କହିବି, ହାର୍ଡ ୱାର୍କ ଆଉ କନସିଷ୍ଟେନ୍ସି, ଏଇ ଦୁଇଟା ହେଉଛି କି ଫ୍ୟାକ୍ଟର ଆପଣଙ୍କ ଲାଇଫରେ କିଛି ବି ଆପଣ ପାଇବା ପାଇଁ ହେଲେ। ମୁଁ ଜ୍ଞାନ ଥାଇପାରେ ବହୁତ, କିନ୍ତୁ ଗୋଟେ ଲାଗି ରହିବା, କନସିଷ୍ଟେନ୍ସି ରହିବା, ଆଉ ଗୋଟେ ଯେହେତୁ ଆପଣଙ୍କର ମନ ଭାଙ୍ଗିବ ମାସେ 6 ମାସ ବର୍ଷେ ପରେ, ଯେତେବେଳେ ଆପଣଙ୍କ ମନ ଚାହା ଜିନିଷଟା କାମ କରିକି ମିଳୁନଥିବ, ଆପଣଙ୍କୁ କଷ୍ଟ ଲାଗିବ, ମନ ଭାଙ୍ଗିବ, ସେଇଠି ବହୁତ ଲୋକ ସାଇଡ୍ ହେଇଯାନ୍ତି। କିନ୍ତୁ ସେଇ ସମୟରେ ଯଦି ଆପଣ ଲାଗି ରହିବେ,
ଆପଣ ନିହାତି ଆପଣଙ୍କ ଆଚିଭ ଜାଗାକୁ ନ ପହଞ୍ଚି ହୁଏତ ଆଉ ଟିକେ ଆଗକୁ ପଳେଇ ଯାଇପାରନ୍ତି ଟି ଟାଇମ୍। ଟି ତ ପିଉନଥିଲେ, ଭଲ ଲାଗୁଛି ବର୍ଷା ଦିନେ ବେଶୀ ଟି ପିଇ ଦଉଛେ ଆମେ। ହେଲେ ଆମକୁ ଯିଏ ଚିନ୍ତେ ସେ ଭାବୁଛି ମନା କରନ୍ତି ଚା ପିଅନ୍ତି ବୋଲି, କଣ ବେଳକୁ ଲେଖା ଚା ପିଉଛନ୍ତି। ଆଉ ଯୋଉ ସାନ୍ଦିଦି ଆସିଥିଲେ ସେ ପିଲା ଆମେ ପିଲେ ସଙ୍ଗତ ଆସର ଯେମିତି ସଙ୍ଗତ କରିବେ ବାପା ଥିଲା ବେଳେ ବି ସେଇଆ ହଉନଥିଲେ କି? ସାନ୍ଦିଦି ଆସିଲେ ବନେଇବେ, ଦେ ତୁ ବନଉଛୁ ମୁଁ ଟିକେ ପିଇଦିଏ, ସେଇ ପିଉଥିଲେ। ଚଳିବ। ଆଜି କଣ ଦିନ ସାରା ବ୍ଲଗ କଣ ତମେ ତ ଚୁଟି କାଟିବାକୁ 4 ଘଣ୍ଟା ଗଲ। ଆରେ 4 ଘଣ୍ଟା ସେ ଯେକୌଣସି ସେଲୁନ ଯିବ ମାନେ ଏଇଭଳିଆ ଲେଟ୍ ହଉଛି। ଇଏ ନୁହେଁ କି ସେଠି କିଛି ମୁଁ କତରିଂ କରୁଛି ବସିକି। ତାକୁ ପଚାରିବ ତ ଚୁଟି ଏକ୍ସଟେନସନ ସେ କରଉଛି କି ନାହିଁ, କାହିଁକି ନା ତମ ଚୁଟି ତ ବଢୁନି। ଏକ୍ସଟେନସନ କରୁଛି ପଚାରିବ। ଆଉ କଣ କହ? ଟିକେ ଏମିତି ହାତ ଯେମିତି ଏମିତି କରି ହଉଥିବ ସେଇଭଳିଆ ଚୁଟି ଲାଗିବ। ଜାଣିଛ ନା ନାଇଁ ସ୍ତ୍ରୀ ମାନଙ୍କ ପାଇଁ ଯୋଉ ପଦ କୁହା ହେଇଥିଲା ଏଟା 1K ଛୁଇଁ ହେଲାଣି। ଆମର ଦିଦି ମାନେ, ଭାଉଜ ମାନେ, ମା ମାଉସୀ ମାଉସୀ ମହିଳା ମାନେ ଟିକେ ଆଦୃତ କରୁଛନ୍ତି, ପସନ୍ଦ କରୁଛନ୍ତି। ନାଇଁ ଆଉ ବାଇ ଫୋନ ବି ରିଭ୍ୟୁ ଆସିଛି, ଭଲ ଲାଗିଛି। ଆପଣ ମାନଙ୍କୁ ଧନ୍ୟବାଦ, ଆଉ ଆପଣ ମାନଙ୍କୁ ଭଲ ଲାଗିଥିବାରୁ। ନା ଆଉ ଯଦି କିଏ ଦେଖି ନାହାନ୍ତି ଆଜି ଆଉଥରେ ଏଇ ଭିଡିଓରେ ମୁଁ ଲିଙ୍କ ଦେଇଦେବି, ଆଇ ବଟନ ରେ ତା ଇଏରେ ଦେଇଦେବି, ଦେଖିଦେବେ। କିନ୍ତୁ ଆପଣ ମାନେ ଟିକେ ଟିକେ ରିଭ୍ୟୁ ଦିଅନ୍ତୁ, କମେଣ୍ଟ ଦିଅନ୍ତୁ ଯୋଉମାନେ ଦେଖୁଛନ୍ତି ଯେ ଭଲ ହେଇଛି ବୋଲି। ଆକ୍ଚୁଆଲି 3-4 ଦିନରେ ଗୋଟେ ଲଙ୍ଗ ଭିଡିଓ ଗୋଟେ ନୂଆ କ୍ରିଏଟର ଯିବା ଇଏ ଗୋଟେ ବହୁତ ଗୁଡ ସାଇନ୍। ତାମାନେ ହଉଛି ଆପଣ ମାନେ ତାକୁ ପସନ୍ଦ କରୁଛନ୍ତି, ଭଲ ପାଇବା ଦେଇଛନ୍ତି। ଆଉ ତାହେଲେ ସ୍ତ୍ରୀ ମାନଙ୍କ ପାଇଁ ପଦେ ପାର୍ଟ 2 ଆସୁ। ନା ଆମେ ତ ସ୍ତ୍ରୀ ମାନଙ୍କ ପାଇଁ ପଦେ ବନେଇଲେ, ପୁରୁଷ ମାନଙ୍କ ପାଇଁ ପଦେ ବନେଇଲେ ସେଇଟା ବନେଇକି ଦେଖିବା। ପୁରୁଷ ମାନଙ୍କ ପାଇଁ ପଦେ ବନେଇକି ଦେଖିବା। ନାଇଁ ସେ କଥା ନୁହେଁ, ଆମ ସମାଜଟା ହଉଛି ଆକ୍ଚୁଆଲି ପୁରୁଷ ପ୍ରଧାନ ହେଲା। ଆଉ ଗୋଟେ କଥା ନାଇଁ ନା, ଯଦି ଗୋଟେ ପୁଅ ଅଛି ଝିଅ ଅଛି ଆମେ ଭାବୁ କଣ ପୁଅଟା ଯାହା ଯେମିତି କରିଦବ, କିନ୍ତୁ ଝିଅଟା ପାଇଁ ଟିକେ ବେଶୀ ଚିନ୍ତା କରିବା। ଝିଅଟା ଟିକେ କୋମଳ ଥାନ୍ତି, ଟିକେ ସେନ୍ସିଟିଭ ବେଶୀ ଥାନ୍ତି, ଟିକେ ଭାବୁକ ବେଶୀ ଥାନ୍ତି। ଆଉ ଏଇଟା ହଉଛି ଇନ୍ ନେଚର। ଦେଖିବେ ଗୋଟେ ପୁଅ ହେଇଥିବ ଗୋଟେ ଝିଅ ହେଇଥିବ, ଛୁଆଟେ ବେଳୁ ମାନେ କିଛି ଜ୍ଞାନ ନାହିଁ, କିଛି ଜାଣିନଥିବ, ଝିଅଟା ଶାନ୍ତଶିଷ୍ଟ ଥିବ, ପୁଅଟା ଖେଞ୍ଚି ଖୁଞ୍ଚା ଦଉଥିବ, ବାଡଉଥିବ, ପିଟୁଥିବ। ପୁଅ ମାନଙ୍କୁ କେବଳ ମୁଁ କହିବି ଯେ କିଛି ନ କହିବା ଭଲ ପୁଅ ମାନଙ୍କୁ। ନା କୁହ, ନହେଲେ ଭାବେ ଆମେ କଣ ଏତେ ଖରାପ, ଆମ ବିଷୟରେ ଭାଇ କିଛି କହିଲେନି। ପୁଅ ମାନେ ରଫ୍ ଆଣ୍ଡ ଟଫ୍, ପୁଅ ମାନେ ବହୁତ ଭଲ। ଆଉ ତାର ମାନେ କଣ, ପୁଅ ମାନେ ଯୋଉଠି ଯେତେ ଭଲ ସେଇଠି ନାଇଁ ଦେଖ ନା, ଆଉ ଗୋଟେ କଥା ବି କହିବି, ମହିଳା ମାନେ ସେତେ ସୁରକ୍ଷିତ। ଆଜି ଯୋଉ ଝିଅ ମାନେ ଏତିକି ଯୋଉ ଫ୍ୟାସିଲିଟି ପାଇଛନ୍ତି, କି ସତୀଦାହ ପ୍ରଥା ଥିଲା, କି ଆପଣଙ୍କର ଝିଅ ମାନଙ୍କୁ ଆଗକୁ ବଢିବାରେ, ସ୍ୱାକ୍ଷର କରିବାରେ, ଝିଅମାନଙ୍କୁ ଘରୁ ବାହାର କରିବାରେ କେବଳ ନାରୀ ମାନେ ଯେ ୟା ପାଇଁ ଲଢିଛନ୍ତି ସେୟା ନୁହେଁ। ତାଙ୍କ ସହିତ କିଛି ପୁରୁଷ ଲୋକ ସେତିକି ସେତିକି ପୁରୁଷ ଲୋକ ଥିଲେ ବୋଲି ଆଜି ନାରୀ ମାନେ ଆଗକୁ ଆସିପାରୁଛନ୍ତି। ଖାଲି ନାରୀ ଚାହିଁଥିଲେ ଯେ ରିଭଲ୍ୟୁସନ ହେଇଥାନ୍ତା ନୁହେଁ, ନାରୀ ପୁରୁଷ ଉଭୟ ପରେ ଦି ଜଣ ନ ମିଶେ ଯାଇ କିଛି ହବ ନାହିଁ। ଆଉ ଗୋଟେ ଜିନିଷ ହଉଛି ଯୋଉଟା କଥାଟା ଅଛି ନା, ଆମେ ଯାହା ଦେଖିଲୁ ଆମେ ସେୟା ହିଁ ଶିଖିଲୁ। ମୁଁ ଯଦି ମାନେ ଜନ୍ମ ହବା ପାଖରୁ ଗୋଟେ ବୈଷ୍ଣବ କୂଳରେ ଜନ୍ମ ହେବି, ରାତି ଦିନ ପୂଜା ପାଠ ଝାଞ୍ଜ ବାଜା କୀର୍ତ୍ତନ ଦେଖିବି, ମୋ ମାଇଣ୍ଡ ଖାଲି ସେଇଗୁଡା ହିଁ କରୁଛି। ଆଉ ମୁଁ ଯଦି ଉଠି ପଡିବାକୁ ଚୋର ଚରକାରୀ ଭଲ ମନ୍ଦ ଦେଖିଲି, ମତେ ସେଗୁଡା ହିଁ ଦେଖାଯିବ, ଶିଖିବି। ମାନେ ଚା ତ ସଇଲା, ଭିଡିଓଟାକୁ ବି ଏଇଠି ସାରିଦବା। ବିସ୍କୁଟ କିନ୍ତୁ ସଇଲାନି, ବିସ୍କୁଟ ସରିନି। ସବୁଦିନ ଲଙ୍ଗ ଲଙ୍ଗ ଭିଡିଓ ଆଣିଲେ ଆପଣ ମାନେ ଫେର ବୋର ହେବେ। ଆଉ ସବୁଦିନ ଯେମିତି ଖାଇବା ଭିଡିଓ ପକେଇ ସମସ୍ତ ମୁଣ୍ଡ ଖରାପ ଯେ ଖାଇବାଟା ମେନ୍। ଖାଇବା ଭିଡିଓଟା ଗୋଟେ ପଡୁଛି ମାନେ ଲୋକ ଟିକେ ଆତଙ୍କିତ ହେଇଯାଉଛନ୍ତି। କିନ୍ତୁ ସର୍ଟ ଭିଡିଓରେ ଖାଇବା ଭିଡିଓ ହିଁ ବେଶୀ ଲୋକ ପସନ୍ଦ କରୁଛନ୍ତି। ଆଉ ଯାହା ବି ହଉ, ଆପଣ ମାନଙ୍କର ଭଲ ପାଇବା ପାଇଁ ଆମେ ଟିକେ ଟିକେ ଆଗଉଛୁ। ଆଉ ଆପଣ ମାନେ ଏମିତି ଭଲ ପାଇବା ଦଉଥାନ୍ତୁ, ଆଉ ଭିଡିଓ ସହିତ ଯୋଡ଼ି ହେଇ ରହୁଥାନ୍ତୁ। ବିଙ୍ଗ ତାରା ଚ୍ୟାନେଲକୁ ଭଲ ପାଇବା ଦିଅନ୍ତୁ। ସବସ୍କ୍ରାଇବ ଟିକେ କମି ଯାଉଛି,
ଟିକେ ସବସ୍କ୍ରାଇବ ଟିକେ ବହୁତ ଜଣ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କେମିତି କରାଯିବ ଜାଣି ପାରୁନାହାନ୍ତି ବୋଧେ ଆମେ ଯାହା ଭାବୁଛୁ। ସବସ୍କ୍ରାଇବ ଟିକେ କରନ୍ତୁ। ଆପଣମାନଙ୍କ ଭଲ ପାଇବା ଥାଉ ଆମ ଉପରେ। ରହିଲୁ। ଜୟ ଜଗନ୍ନାଥ, ଜୟ ମା କାଳୀ।